बेले को मो छाती भीतर कौन हो जाऊँ हाँ भाई नाको कांदुरीटा सी केमी रही सतरे भाई आमको छाड़ी से बचो केमी से संसार भीतर घर तू सब सही पारे तो मधर सिंदूर एमती झटकू जाओ सब सही जिन्हें झड़झंझ आसिले भी तू हसी सब सही जेते झड़झंझ आसले सब सही मोल पर आसी तू मो जीवन
ମାନେ ମୁକୁଳିଲେନି ଆମେ ଗୋଟେ ବିଜନେସ୍ ପାର୍ଟନରସିପ୍ ନେଇଛୁ ଆଉ ସେଥିପାଇଁ ଆମର 50 ଲକ୍ଷ ଟଙ୍କା ଦରକାର ତା ନହେଲେ ଆମେ କାଙ୍ଗଳ ହେଇଛୁ ପାରିବିନି ବହୁମା ତମେ ସେମିତି କୁହନି ସେ ଜମିଟାକୁ ମୁଁ କଦାପି କାହା ପାଖରେ ବନ୍ଧା ପକେଇ ପାରିବିନି ଆରେ ସୁର ପିଲାମାନେ ଯଦି ଚାହୁଁଛନ୍ତି ତୁ ସେ କଥାରେ ରାଜି ହେଇଯା ନହେଲେ ସେମାନେ ହଇରାଣ ହେବେନି କି ଗ୍ୟାରେଣ୍ଟି ଅଛି ବିଜନେସରେ ସେମାନେ ଯଦି ଟଙ୍କା ନ ସୁଝିବେ ତାହେଲେ କଣ ହବ ଚିନ୍ତା କରିପାରୁଛନ୍ତି ରଘୁକା ନହେଲେ ମୁଁ ଅପଦସ୍ତ ହେଇଯିବି ଭାଇ ତମ ବୁଢା କରୁଛି ମୋତେ ଏତିକି ସାହାଯ୍ୟ କର ଆକାଶ ତମରି ମାନଙ୍କୁ ଦାନା ଦେବା ପାଇଁ ମୁଁ କାରଖାନାରେ ଖଟି ଖଟି ମୁଁ ଗୋଟେ ହାର୍ଟ ପେସେଣ୍ଟ ହେଇଯାଇଛି ପରିସ୍ଥିତିରେ ପଡି ମୋର ଘରେ ମୁଁ ମୂଳ କାମ କରିବାକୁ ପଡିଛି ମୁଁ କଣ ଚାହିଁଥିଲେ ସେଥିରୁ କିଛି ବିକି ଭାଙ୍ଗି ଖର୍ଚ୍ଚ କରିପାରିନଥାନ୍ତି ଭାଇ ହଁ ସେ ଭିଟା ମାଟି ମୋ ମା କେମିତି ତାକୁ ବିକିଥାନ୍ତି ଘର ପାଖରେ କେମିତି ମୁଁ ବନ୍ଧା ପକେଇଥାନ୍ତି ତାହେଲେ ଆମେ କଣ କରିବୁ ପାରିବିନି ମହବା ପାରିବିନି ତମ କଥାରେ ମୁଁ ରାଜି ହେଇପାରିବିନି ତମେ କିଛି ଅନ୍ୟ କିଛି ବ୍ୟବସ୍ଥା କର ଦେଖିଲେ ତ ତମେ ଯେ ମୁହଁ ଉପରେ ରକ୍ତ ମରା କଲେ ଚାଲିଗଲେ ଆଉ ତମେ ଭାଇ ସୁରଟା ଯାହା ବୁଝିଯିବ ସେଇଆ ସିଏ କଣ କାହା କଥା ଶୁଣେ ତାହେଲେ ଆମେ ଏବେ କଣ କରିବା ବଦଳି ଭିକ ମାଗିବ କଣ ଦରକାର ଭିକ ମାଗିବ ବନାଳି ହଁ ମୁଁ ବନାଳି ରଙ୍ଗ ପ୍ରଜାପତିର ରଙ୍ଗିଲା ରାଣୀ ମୋ ସହିତ ଯେ ଟକ୍କର ଦବ ମୁଁ ତା ରଙ୍ଗଟା ଛାଡ଼ି ଆଣିବି ୟୁସେସ୍ ଏଠି ସବୁ କଣ ଚାଲିଛି ମନେ ରହିଲା ବାବୁ କାକା এই অপমান বদলাটা ମୁଁ ହାତରେ ନୁହଁ ହାତରେ ନେବି ବৌମା ଏବେ କଣ କରିବା ବନାଳି ମୋର ସେଇ ଚିନ୍ତା ତମ ପରି ଭାତୃଭକ୍ତମାନେ ଏମିତି ଚିନ୍ତା କରନ୍ତି ଆରେ ତମ ଭାଇ ରାମଚନ୍ଦ୍ର ତାଙ୍କର କିଛି ବି ଫରକ ପଡ଼ିବନି ଓ ଏଠି ସବୁ କଣ ଚାଲିଛି ସମସ୍ତେ ଏଠି ସ୍ୱାର୍ଥପର ସମସ୍ତେ ବେଇମାନ ସମସ୍ତେ ଏଠି ମିଛରେ ଅଭିନୟ କରୁଛନ୍ତି କେହି କାହାର ଦୁଃଖ ବୁଝି ନାହାନ୍ତି କିନ୍ତୁ ଆଉ ନୁହେଁ କାଟ ଏଥର ଉଜାଡ଼ି ବହିବ ଯମୁନା ନଈ ମୁଁ ବନାଳି ରଙ୍ଗ ପ୍ରଜାପତିର ରଙ୍ଗିଲା ରାଣୀ ମୋ ସହିତ ଯିଏ ଟକ୍କର ଦବ ମୁଁ ତା ରଙ୍ଗଟା ଛାଡ଼ି ଆଣିବି ୟୁସେସ୍ କଣ ଭୁଲ କହିଲି ଧନ ମୁଁ ପାନ୍ନା ବେହେରା ଜାତିରେ ଗୌର ଭାରି ନଖରା ଏଇଟା ଗାଈ ତିନିଟା ଛଡ଼ାରୁ ହେ ପଡ଼ିଆ ବସ୍ତିରେ ମୋର ବେପାର ଆରମ୍ଭ এই নাম হে রাজধানীর মাফিয়াড ମୋ ସହିତ ଯିଏ ବେଇମାନି କରେ ତା ସାଙ୍ଗରେ ମୁଁ ଏ ଗାଈଆଳ ବାଡ଼ିରେ କଥାବାର୍ତ୍ତା କରେ ମୁଁ ବା କଣ କରୁଛନ୍ତି ଭାଇ କେତେ ବୁଝେଇଲି ଭାଇ ରାଜି ହେଲେନି ମୁଁ କଣ କରୁଛନ୍ତି ବା ମୁଁ କିଛି ଶୁଣିବନି ମୋର କାଲି ସନ୍ଧ୍ୟା ସୁଦ୍ଧା 50 ଲକ୍ଷ ଟଙ୍କା ଦରକାର ଆଉ ଯଦି ନହେଲା ତମେ ଦି ଜଣ ବାଡ଼ି ଖେଳ ଦେଖିବ ଖାନା ରାଗିଲା ରେ ଆମ ପ୍ଲାନ୍ ସବୁ ଫେଲ୍ କରିଗଲା ଏବେ କଣ କରିବା ଆମେ क्या करनी आज्ञा ए समस्यार समाधान गोटे बाट अच्छे ଆରେ ବିପି କଣ କହୁଛୁ କହ मु कौन कहूली कि जई तो आमर बैंक आसंता 2 दिन छुट्टी अच्छी
এই 2 দিন ছুটিরে যদি আকাশ যদি ব্যাংক ম্যানেজরକୁ হাত କରି রাজি করেই পারন্তে ମାନେ তাহলে সবু কেস পুরা সমাধান হয়ে যান্তা। আরে আরে কিছু নাই খালি 2 দিন ম্যানেজ করদিও তারপরে টଙ୍କା নেই অ্যাকাউন্টে জমা করে দেব। মৌসা ঠিক কথা কହୁଛନ୍ତି তাহলে হলে আমি হইরাণ ହେଇଯିବା। ହେଲେ ଯଦି କିଛି ଅସୁବିଧା ହୁଏ আরে বানা বেহেরা আছে চিন্তা কর সব মো বুঝেবে। ହଉ ଠିକ ଅଛି ଆମେ ଏବେ ଆସୁଛୁ ଆସ ବଟାଇ ଆଜ୍ଞା କେମିତି ଲାଗିଲା? খান্তি গোয়া ঘিয়রে কাম বানা বেহেরা আরে কোনটা মিলছে? আর বইনে দিয়ে কি করিয়ে গেলে? কি করিয়ে গেলে নয় মানে? ମଉସା ମୁଁ ଟିକେ ପାର୍ଲର ଆଡେ ଯାଉଛି ଆଉ କବାଟା ଟିକେ ଦେଇଦବ। ଘରେ ନାଇଁ ଟିକେ ନିରୋଳାରେ ବସି ଟିକେ ଆମେ ଦୁଃଖ ସୁଖ ହବା। କି ଦୁଃଖ ସୁଖ ହବା? କଣ କହିବି ରାସନ କେମିତି କହିବି ଯେତେ ଭାବୁଛି କହିଦେବି ବୋଲି ଏଇ ପେଟ ଭିତରୁ ଆସୁଛି ତଣ୍ଟି ଯା ଆସୁଛି ପୁଣି କଲକସି ଯାଉଛି। ସତେ ନା କଣ? ହଁ ହେଲେ ଆଜି କିନ୍ତୁ କହିଦେବି। ତାହେଲେ କହୁନ। କହିବି ହଁ ତମେ ଦେଖିଲା ମାନେ ମୋର ତ କାହିଁ ଖାଲି ହିଟ୍ ହେଇଯାଉଛି ଆଉ। ଏ ମା ତୋର ଗୋଡ଼ ହିଟ୍ ହେଇଯାଉଛି। ମୋର ବ୍ଲଡ୍ ହିଟ୍ ହେଇଯାଉଛି। ବ୍ଲଡ ମୁଁ ତ ଆଉ କଣ ଭାବି ଯାଇଥିଲି ହେଲେ ତମର ଏ ବୁଢା କାଳେ ହିଟ୍ ହଉଛି। ନାଇଁ ପୁରା ଶଳା ପୁରା ହେଇଥିଲେ ମୋର କଣ ବ୍ଲଡ୍ ହିଟ୍ ହଉ ଥାନ୍ତା। ସତ କଥା ତମେ ଏତେ ବୁଢା ହେଇନ। ଡାକୁରା ଟୁକାଟା କୋଉଠୁ ମୋଠୁ ଜଣେ ପଳେଇଯିବ। ହଁ ସତ କହୁଛି ଲୋ ରାସନ ଆଖି ଛୁଉଛି ତୋ ଦେହ ନାଇଁ ତୋ ଦେହ ଛୁଇଁଲେ ମୋର ଆହୁରି ହିଟ୍ ହେଇଯିବ। ଏଇଠି ମଉସା ମୁଁ ଭାବୁଛି ତମକୁ ଗୋଟାଏ ବଡ ପ୍ରେମ ରୋଗ ଧରିଛି। ସତରେ ଲୋ ରାସନ ତୁ ମୋ ଘରେ ରହିଲା ଦିନଠୁ ନା ସେଇ ରୋଗଟା ଆପେ ଆପେ ବଢିବାରେ ଲାଗିଛି। ତାହେଲେ କହୁନ କଣ କରିବା? କହିବି ହଁ ଆଖି ବୁଝିକି ତ ଦେଇଗଲେ ନା ସେ ରୋଗଟା ଆପେ ଆପେ ଭଲ ହେଇଯିବ। ଆଉ ଆଉ କେଞ୍ଚି ଦେବି କାଞ୍ଚି ଦେବି କେଞ୍ଚି କେଞ୍ଚି ଫୁଙ୍କ ନଳି ଫଟେଇ ଦେବି କାଞ୍ଚି ଦେବି ଆଗରୁ ତ କିରଣ ଛଡଉଥିଲୁ ଏବେ କଣ ତୁ କାଞ୍ଚିଲୁଣି? ଡ୍ରେସ୍ ଦେଖି କଣ ଜାଣିପାରୁନଟା ମୁଁ ପା ବାଲିମ ଥାନାରେ ନୂଆ କି କନେକ୍ସନ ଯାଇଥିଲି ଆଉ କଣ ଢୋଲିକି ବଦଳୁଛେ କି କଣ ଚଳେଇଲି ଏଥର ତ ଏଇ ରୋଲ ବାଡ଼ିରେ ଖାଲି କେଞ୍ଚିବି ଆଉ ରହିଯା ଶଳା ଜାଗାରେ ବାଧିଯିବ ଯେ ଶଳା ଯାହା ହଉ ମୋ ପୁଅଟା ଥାନାରେ ଗୋଟେ ଚାକିରିରେ ପାଇଲା। ଏଥର ଶଳା ସବୁ ମୋର ଟେନସନ ଗଲା। ଏଥର ମୁଁ ଆଉ କାହାରିକୁ ଡରିବାର ନାହିଁ। ଆଉ ଏଥରକ ତମ ବେପାର ତ ଜମିବ ଆଉ। ଯାଉଛି ଏ କଥାଟାକୁ ଚାରିଆଡେ ଟିକେ ପ୍ରକାଶ କରେ। ଆଉ ଯିଏ ମତେ ନାଲି ଆଖି ଦେଖେଇବ ଶଳାକୁ ତ ଖାଲି ଘାଣ୍ଟି ଦେବି ଆଉ। ଯାଉଛି। ଆଉ ଯା। ରାସନ କଣ ହେଲା? ଭାତ ଗଲା ଆଉ ଡେରି କାହିଁକି ମୋ ପାଖକୁ ଟିକେ ଆସୁନ କି? ଟିକେ ବାମ୍ଫ ଦିଆ ନିଆ ହବା କଣ ବାମ୍ଫ ଲିକ୍ କରିଗଲା କି ନା ନା ଏ ଦିଆ ନିଆ କଥା ଶୁଣିଲେ ନା ମତେ ଭାରି ଲାଜ ଲାଗୁଛି। ତାହେଲେ ତ ବହି ଜଳିଲା ଆଉ। ମାନେ
ସେଇ ଲାଜରେ ତ ପ୍ରେମ ଆରମ୍ଭ ଆଉ। ଇସ୍, ତମେ ଭାରି ଦୁଷ୍ଟ। ମୋ ଦୁଷ୍ଟାମି କଣ ତମକୁ ଭଲ ଲାଗୁନି? ଆଉ ଟିକେ ଚାପୁଡ଼ିକି ଧର ନା। ସତରେ ପୂଜା, ତମେ ଆସିଲା ପରଠାରୁ ଏ ଘରକୁ ଲକ୍ଷ୍ମୀ ଠାକୁରାଣୀ ଆସିଛନ୍ତି। ହଉ ହଉ, ଆଉ ଏତେ ପ୍ରଶଂସା କରିବା ଦରକାର ନାହିଁ। ପ୍ରତ୍ୟେକ ସ୍ୱାମୀମାନେ ତାଙ୍କ ସ୍ତ୍ରୀକି ଏମିତି ବି କୁହନ୍ତି। ନାଇଁ ପୂଜା, ସମସ୍ତଙ୍କ ଠାରୁ ତମେ ଟିକେ ନିଆରା। ତମେ ଆସିଲା ପରେ ଏ ଘରେ ହସର ଲହରୀ ଖେଳି ଉଠିବ। ବାପାଙ୍କ ଭାଷାରେ ତମେ ହେଲ ବହୁ ନମ୍ବର ୱାନ୍। ସତେ ଲାଗ। କଣ ବିଶ୍ୱାସ ହଉନି? କେମିତି ହବ? ତାହେଲେ ପାଖକୁ ଟିକେ ଆସ ନା। ଆଁ? ଦୁଷ୍ଟ କୋଟିକାର। ବାପା ପୁରା ଉଠି ସାରିଲେଣି, ତା ଛଡା ଭାଇ ବି ଉଠି ସାରିଲେଣି। ବାପା ସେ ଘର ଭିତରେ ଅଛନ୍ତି। ତମେ ଏମିତି କଥା କେମିତି କହିପାରୁଛ? ଓହୋ ପୂଜା, ଏମିତି କହିଲେ କେମିତି ହବ? ପାଖକୁ ଟିକେ ଆସିବ, କାନରେ କହିଦେବି। ଯାହା କହିବା କଥା ସେଇଠି କୁହ। ଆଉ ଟିକେ ଆସ ନା ପୂଜା, ଜଷ୍ଟ ଟିକେ। ହଉ, ଏତିକିରେ କୁହ, ଆଉ ଯାଇ ହବନି। ପୂଜା, ଗୋଟେ ଦିଅ ନା। କଣ ଜାଣିପାରୁନ? ନା ନ ଜାଣିବାର ବାହାନା କରୁଛ ମୁଁ। ନାଇଁ, ମୁଁ କିଛି ଜାଣିନି। ପୂଜା, ଗୋଟାଏ ଦୁଷ୍ଟ କୋଟିକାର। କହିକି ତ ଦେଇ ହବନି, ପୁଣି କାଇଁ ବାଧ୍ୟ କରୁଛ? କଣ ପୂଜା, ଆମେ ଏତେ ଖରାପ? ଖରାପ ନୁହେଁ ତ ଆଉ କଣ? ତା ଛଡା ବାପା ଭାଇ ସେ ଘର ଅଛନ୍ତି, ତମେ ଦୁଷ୍ଟାମି କରୁଛ। ଖରାପ ନୁହେଁ ତ ଆଉ କଣ? ଓହୋ ପୂଜା, ନୂଆ ନୂଆ ବାହାଘର, ପ୍ରଥମ ପ୍ରେମର ପ୍ରଥମ ଛୁଆଁ, ଏସବୁର ମଜା କିଏ ବା ନ ଜାଣିଛି? କଣ ଜାଣିଛ କୁହ? କୁହ କଣ ଜାଣିଛ? ତାହେଲେ ପାଖକୁ ଆସ, କାନରେ କହିଦେବି।